Hello everyone, this is Samir Suna and you are watching my YouTube channel. Now discuss about the one of the most important topic. Before we discuss about, please everyone subscribe to my channel, like, comment and share in this video. ବର୍ତ୍ତମାନ ଆଜି ଆମେ ଆଲୋଚନା କରିବା ଭାରତରେ ଗଣତନ୍ତ୍ର ପ୍ରକ୍ରିୟା ପ୍ରତି କ'ଣ ରହିଛି ଚ୍ୟାଲେଞ୍ଜେସ୍ ବା ଆହ୍ୱାନ କ'ଣ ରହିଛି ଦେଖିବା। ବର୍ତ୍ତମାନ ଆମେ ଚ୍ୟାଲେଞ୍ଜେସ୍ ଟୁ ଦ ଡେମୋକ୍ରାଟିକ୍ ପ୍ରୋସେସ୍ ଇନ୍ ଇଣ୍ଡିଆରେ କ'ଣ ରହିଛି ଗଣତନ୍ତ୍ରକୁ ସଫଳ ରୂପେ ପରିଚାଳିତ କରିବା ପାଇଁ କ'ଣ କ'ଣ ଚ୍ୟାଲେଞ୍ଜେସ୍ ଗୁଡ଼ାକ ରହିଛି ବା ଆହ୍ୱାନ କ'ଣ ରହିଛି ସେ ସବୁ ଦେଖିବା। ଏବେ ଆମେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, ଏଇଟା ଆମେ ନିହାତି ଭାବରେ କହିପାରିବା। ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଆମେ କହିପାରିବା। ଜନ୍ମରୁ ଗଣତାନ୍ତ୍ରିକ ବ୍ୟବସ୍ଥା ଆପଣେଇବାର ଏହି ରାଷ୍ଟ୍ର ବିଶ୍ୱାସ ସମୁଦାୟ ଆଶଙ୍କା ବିପରୀତ ମାତ୍ର ବ୍ୟବସ୍ଥା ଅନୁରୂପ ସୁଦୃଢ଼ ହୋଇ ଆସିଅଛି। ଆମେ ଯଦି ଦେଖିବା ଗଣତନ୍ତ୍ରକୁ ଆମେ ସମସ୍ତେ ନିଜର ବୋଲି ଆପଣେଇ ଆଣିଛୁ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟା କ୍ରମଶଃ ଅଧିକରୁ ଅଧିକ ପରିପୁଷ୍ଟ ରୁଦ୍ଧିମନ୍ତ ହୋଇଅଛି। ଯଦି ଦେଖିବା ଭାରତରେ ଗଣତନ୍ତ୍ର ବ୍ୟବସ୍ଥା ଅତ୍ୟଧିକ ସୁଦୃଢ଼ ମଧ୍ୟ ଅଧିକାଂଶ ଲୋକ କରିଛନ୍ତି ଏବଂ ଅଧିକାଂଶରୁ ଅଧିକାଂଶ ସୁଦୃଢ଼ ମଧ୍ୟ ହୋଇଛି ଭାରତର ଗଣତନ୍ତ୍ର ବ୍ୟବସ୍ଥା। ଏହା ସତ୍ତ୍ୱେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି କେତେକ ଆହ୍ୱାନ ଯେ ନାହିଁ ତାହା କହିବା କଷ୍ଟସାଧ୍ୟତା ହିଁ ହେବ। ସେଗୁଡ଼ିକ ମଧ୍ୟରୁ କେତେକ ପ୍ରମୁଖ ଆହ୍ୱାନ ଗୁଡ଼ିକ ଏଠାରେ ଆଲୋଚନା କରାଯାଇଅଛି। ଯଦି ଆମେ ଦେଖିବା ଗଣତନ୍ତ୍ର ଶାସନରେ ଆମେ ସମସ୍ତେ ସଂଶ୍ଳିଷ୍ଟ ହେଉଅଛୁ ଏବଂ କହିପାରିବା ଭାରତ ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କିନ୍ତୁ ବର୍ଷ ବର୍ଷ ଧରି ଗଣତନ୍ତ୍ର ମଧ୍ୟ ଆପଣେଇଥିଲେ ମଧ୍ୟ ଗଣତନ୍ତ୍ରର ସଫଳ ରୂପାୟନ ହୋଇପାରିନାହିଁ ବା ସଫଳ ପରିଚାଳନା ହୋଇପାରିନାହିଁ। ତେଣୁ ଗଣତନ୍ତ୍ରକୁ ସଫଳ ରୂପେ ପରିଚାଳନା କରିବା ପାଇଁ କ'ଣ କ'ଣ ଚ୍ୟାଲେଞ୍ଜେସ୍ ରହିଛି ସେଗୁଡ଼ିକ ଆମେ ବର୍ତ୍ତମାନ ଆଲୋଚନା କରିବା। ସେଗୁଡ଼ିକ ହେଲା ଅସମାନତା, ଯେଉଁଟାକୁ ଆମେ କହିପାରିବା କ'ଣ ଇନ୍ଇକ୍ୱାଲିଟି, ଲିଙ୍ଗଗତ ଅସମାନତା, ନିରକ୍ଷରତା, ଆଞ୍ଚଳିକତାବାଦ, ନକ୍ସଲବାଦ, ଏହିସବୁ ପ୍ରକାରର ରହିଅଛି ସମସ୍ୟା ଗୁଡ଼ିକ। ସେଇଥିପାଇଁ ଆମେ କ'ଣ ପୁରା ସମ୍ପୂର୍ଣ୍ଣ ରୂପେ ଗଣତନ୍ତ୍ର ଶାସନକୁ ସୁପରିଚାଳନା କରିପାରୁନାହିଁ ଆଜି ପର୍ଯ୍ୟନ୍ତ। ବର୍ତ୍ତମାନ ଆମେ ଦେଖିବା କ'ଣ ଅସମାନତା ଦେଖିବା। ଭାରତୀୟ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମତା ବା ସମାନତାକୁ ପ୍ରାଧାନ୍ୟ ଦିଆଯାଇଛି। ଯଦି ଦେଖିବା ଭାରତର ସମ୍ବିଧାନରେ ମଧ୍ୟ ଏଇ ଯେଉଁ ସମାନତା ଇକ୍ୱାଲିଟିକୁ ନିହାତି ଭାବରେ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଅଛି ମଧ୍ୟ। ସମ୍ବିଧାନର ପ୍ରମୁଖ ମୁଖବନ୍ଧ ମୌଳିକ ଅଧିକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଗୁଡ଼ିକରେ ସମାନତାକୁ ସ୍ୱୀକାର କରାଯାଇଅଛି। ନିହାତି ଭାବରେ ଯଦି ଆମେ କହିବା ଭାରତର ସମ୍ବିଧାନର ମୌଳିକ ଅଧିକାର ଏବଂ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଗୁଡ଼ିକ ସମ୍ବିଧାନର ସମାନତାକୁ ସ୍ୱୀକାର କରିଛି ବା ସମ୍ବିଧାନର ସମାନତାକୁ କୁହାଯାଇଛି ବୋଲି ଆମେ କହିପାରିବା। ସେଗୁଡ଼ିକ ରାଷ୍ଟ୍ରୀୟ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ଏବଂ କେତେକ ଉପଲବ୍ଧିରେ ବ୍ୟତିକ୍ରମ ଦେଖାଗଲେ ନ୍ୟାୟାଳୟରେ ଆଶ୍ରୟ ବି ନିଆଯାଇପାରିବ। ଯଦି ଦେଖିବା ନିହାତି ଭାବରେ କହିପାରିବା ସେହି ନୀତି ଗୁଡ଼ିକ ନିହାତି ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି। ଯଦି କୌଣସି ପ୍ରକାର ସେହି ନିର୍ଦ୍ଧାରଣ କରାଯାଇଥିବା ନୀତି ଗୁଡ଼ିକ ଯଦି ହେମ୍ପର ହୋଇଥାଏ ତ ତାହେଲେ ଆମେ କ'ଣ ନ୍ୟାୟପାଳିକାରେ ଆମେ ମଧ୍ୟ ତାର ଆଶ୍ରୟ ମଧ୍ୟ ନେଇପାରିବା। ଏହା ସତ୍ତ୍ୱେ ବାସ୍ତବ ରୂପାୟନ ଓ ସ୍ଥିତିର ଅସମାନତା ସର୍ବଦା ଦେଖାଯାଇଥାଏ। ନିହାତି ଭାବରେ ଦେଖିପାରିବା ଏତେ ପ୍ରୋଟେକ୍ସନ୍ ଥିଲେ ମଧ୍ୟ ସ୍ଥିତିର ଅସମାନତା ଏବଂ ଅସ୍ଥିରତା ମଧ୍ୟ ଦେଖାଯାଏ, ଯାହାକି ଗଣତନ୍ତ୍ର ପ୍ରକ୍ରିୟାକୁ ପ୍ରତିହାର କରେ। ଯେଉଁଟା କହିପାରିବା ଗଣତନ୍ତ୍ର ପ୍ରକ୍ରିୟା ପାଇଁ ଗୋଟେ କ'ଣ ଚ୍ୟାଲେଞ୍ଜେସ୍ ହୋଇ ରହିଯାଇଛି, ଯାହାକୁ ଆମେ କହିପାରିବା ପ୍ରତିହାର କରେ ବୋଲି କହିପାରିବା। ଏହି ସମାନତା ଗୁଡ଼ିକ ବିଭିନ୍ନ ପ୍ରକାର ଯଥାରେ ଅର୍ଥନୈତିକ ସମାନତା, ସାମାଜିକ ଅସମାନତା ଓ ରାଜନୈତିକ ଅସମାନତା, ଲିଙ୍ଗ ମତ ଅସମାନତା ଇତ୍ୟାଦି ଏହିସବୁର ସମସ୍ୟା ଗୁଡ଼ିକ ରହିଅଛି। ଯଦି ଆମେ ଇନ୍ଇକ୍ୱାଲିଟି ଦେଖିବା, ଅସମାନତା ରହିଅଛି ସମାଜରେ ବା ଆମ ରାଷ୍ଟ୍ରରେ, ତାହେଲେ ଅର୍ଥନୈତିକ ଅସମାନତା, ଧନୀ ଗରିବ ଲୋକ ଅଛନ୍ତି, ସମାଜରେ ସୋସାଇଟିରେ ଅସମାନତା ଇନ୍ଇକ୍ୱାଲିଟି ରହିଛି, ସୋସିଆଲ ଇନ୍ଇକ୍ୱାଲିଟି ଯାହାକୁ କହିପାରିବା। ତାପରେ ଦେଖିବା କ'ଣ ପଲିଟିକାଲ ଇନ୍ଇକ୍ୱାଲିଟି ଆମେ କହିପାରିବା,
ସମାଜରେ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରରେ ଠିକ୍ ଭାବରେ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରାଯାଇ ପାରିନାହିଁ ଏବଂ ଲିଙ୍ଗଗତ ମାନେ ଅସମାନତା ମଧ୍ୟ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଆମେ ଡିସ୍କସ୍ କରିବା କ'ଣ? ବର୍ତ୍ତମାନ ଆମେ ଆଲୋଚନା କରିବା ଇକୋନୋମିକ୍ସ ଇନ୍ଇକ୍ୱାଲିଟି, ଯାହା କୁହାଯାଉଛି ଅର୍ଥନୈତିକ ଅସମାନତା ବୋଲି ଆମେ କହିପାରିବା। ଅର୍ଥନୈତିକ ଅସମାନତା ବାସ୍ତବରେ ଧନୀ ଓ ଗରିବ ବା ନିର୍ଦ୍ଧନୀଙ୍କର ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର। ଯଦି କହିବା ଅର୍ଥନୈତିକ ଅସମାନତା ବା ଇନ୍ଇକ୍ୱାଲିଟି ଯଦି କଥା କହିବା, ଆମେ କ'ଣ ଧନୀ ଲୋକ ଏବଂ ଗରିବ ଲୋକମାନଙ୍କର ମଧ୍ୟରେ ଏହା ଏକ ଚିତ୍ର ବୋଲି କହିପାରିବା। ଭାରତର ଧନୀ ଓ ମାତ୍ର ଭାରତୀୟ ଦରିଦ୍ରମାନଙ୍କର ଭିତରେ ଏହା ଦେଖାଯାଏ। ଆମେ ଏହାକୁ ଆକଳନ ମଧ୍ୟ କରିପାରିବା। ଏହି ଉକ୍ତିରୁ ଭାରତର ସାମଗ୍ରିକ ଅର୍ଥନୈତିକ ଚିତ୍ର ମୋଟାମୋଟି ଆକଳନ କରିହୁଏ। ଯଦି ଦେଖିବା ଏହି ଚିତ୍ର ଅନୁସାରେ ବା ଏହି ବିଷୟ ଅନୁସାରେ ଭାରତରେ ଧନୀ ଏବଂ ଗରିବ ଦେଖାଯାଉଛି। ସେଇଥିପାଇଁ ଆମେ କ'ଣ ଆକଳନ କରିପାରିବା, ଭାରତରେ ଧନୀର ଏବଂ ଗରିବର ହାରାହାରିକୁ ଆମେ ଆକଳନ ମଧ୍ୟ କରିପାରିବା। ମୋଟ ଘରୋଇ ଉତ୍ପାଦକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ, ଯାହାକୁ କୁହାଯାଉଛି ଜିଡିପି, ଓ କ୍ରୟ ଶକ୍ତି ସମତୁଲ୍ୟତା, ଯାହାକୁ ପିପିପି କୁହାଯାଉଛି, ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ଯାହାକୁ କୁହାଯାଉଛି, ଆଧାରରେ 2022 ମସିହା ସୁଦ୍ଧା ଭାରତର ବିଶ୍ୱଶ୍ରେଷ୍ଠ 10 ଗୋଟି ଧନୀ ରାଷ୍ଟ୍ରଙ୍କ ମଧ୍ୟରେ 4ଥବ ଲାଭ କରିଛି। ଯଦି ଦେଖିବା ଭାରତର 2022 ମସିହାରେ ଭାରତ ଧନୀ ରାଷ୍ଟ୍ର ଅନୁସାରେ 10ଟି ଗୋଟି ଯଦି ଧନୀ ରାଷ୍ଟ୍ର ଦେଖିବା, ସେଥିମଧ୍ୟରେ ଭାରତର ସ୍ଥାନ କେତେ ନମ୍ବର ଅଛି ନା 4 ନମ୍ବର ଅଛି। ଏବଂ ବିସ୍ମୟଜନକ ଭାବରେ କେତେକ ପାରମ୍ପରିକ ତଥା ସାର୍ବଜନୀନ ଧନୀ ରାଷ୍ଟ୍ରଙ୍କୁ ବି ପଛରେ ପକାଇ ଦେଇଛି। ଯଦି ଦେଖିବା ଭାରତ ବହୁତ ଧନୀ ରାଷ୍ଟ୍ରମାନଙ୍କୁ ମଧ୍ୟ ପଛରେ ପକାଇ ରହିଛି। ମାତ୍ର ତୁଳନାତ୍ମକ ରୂପେ ଦେଖିବାକୁ ଗଲେ ଜଣେ ହାରାହାରି ବା ସାଧାରଣ ଭାରତୀୟ ଏଭରେଜ୍ ଇଣ୍ଡିଆନ୍ ଦରିଦ୍ର ଅଟେ। ଯଦି ଦେଖିବାକୁ ଗଲେ ଆମ ପାଖରେ ଜିଡିପି ଅତ୍ୟଧିକ ଥିଲେ ମଧ୍ୟ ଆମେ ଯଦି ଦେଖିବାକୁ ଯିବା, ଭାରତରେ ଦାରିଦ୍ର୍ୟ ସମସ୍ୟା ଅତ୍ୟଧିକ ରହିଅଛି। 2022 ମସିହା ଜାତୀୟ ଆୟରୁ ଅଂଶ ବିଚାରରେ ସାରା ବିଶ୍ୱରେ ଭାରତ ହେଉଛି 76ତମ ଅସମାନତା ଦେଶ। ଯଦି ଦେଖିବା ଭାରତ ହେଉଛି ସାରା ବିଶ୍ୱରେ 69ତମ ହେଉଛି ତାର ର୍ୟାଙ୍କିଂ ଆମେ ଦେଇପାରିବା, 69ତମ ଦେଶ, ଯାହାକୁ ଅସମାନତା ବା ଇନ୍ଇକ୍ୱାଲିଟି ଦେଶ ବୋଲି ଆମେ କହିପାରିବା। 2022 ମସିହାର ପରିସଂଖ୍ୟାନ ଅନୁସାରେ ପ୍ରଚଣ୍ଡ ଧନୀଶାଳୀମାନଙ୍କର ମଧ୍ୟରୁ 1% ଦେଶ 18.15% ସମ୍ପତ୍ତି ମାଲିକ ଅଟନ୍ତି ଏବଂ ଉପରତ ଧନୀ 10% ଧନୀଙ୍କ ଗୋଷ୍ଠୀ ଦେଶରେ ମୋଟ ସମ୍ପତ୍ତିର 57.13କୁ ନିୟନ୍ତ୍ରଣ କରନ୍ତି। ନିହାତି ଭାବରେ ଦେଖିପାରିବା 2022 ମସିହା ଅନୁସାରେ ପ୍ରଚଣ୍ଡ ଧନୀମାନଙ୍କର ମଧ୍ୟରୁ 1% ଦେଶର 18.15 ସମ୍ପତ୍ତିର ମାଲିକ ଅଟନ୍ତି। ଯଦି ଦେଖିବା 18% ଲୋକ କ'ଣ ସମ୍ପତ୍ତିର ମାଲିକ ଅଟନ୍ତି ଏବଂ ଉପରତ 10% ଧନୀ ଗୋଷ୍ଠୀ ଦେଶରେ ମୋଟ ସମ୍ପତ୍ତିର 57%କୁ ନିହାତି ଭାବରେ ସେ କଣ୍ଟ୍ରୋଲ କରି ରହନ୍ତି। ଅକ୍ସଫାମ୍ ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମ୍ ଇଣ୍ଟରନ୍ୟାସନାଲରେ 2020 ମସିହା ରିପୋର୍ଟ ଅନୁଯାୟୀ ଦେଶରେ 1% ସର୍ବାଧିକ ଧନୀ ଅରବପତି ଓ ମୋଟ ସମ୍ପତ୍ତି 70%, ଅର୍ଥାତ୍ ଯଦି ଦେଖିବା ଦେଶରେ 1% ସର୍ବାଧିକ ଧନୀ ବା ଅରବପତି, ମୋଟ ସମ୍ପତ୍ତି 70%, ଅର୍ଥାତ୍ 93 କୋଟି ଭାରତୀୟ ମୋଟ ସମ୍ପତ୍ତିରୁ 4 ଜଣରୁ ଅଧିକ ଅଟେ ଏବଂ ମାତ୍ର 63 ଜଣ ମହାବିତ୍ତଶୀଳ ଅରବପତି। ମୋଟ ସମ୍ପତ୍ତିର ମୂଲ୍ୟ ଦେଶରେ ବଜେଟ୍ 2018-19 ମୂଲ୍ୟଠାରୁ କି ଅଧିକ ବୋଲି କୁହାଯାଉଛି। ଯଦି ଦେଖିବା ଆମେ କ'ଣ 2020 ମସିହା ରିପୋର୍ଟ ଅନୁସାରେ ଯଦି ଦେଖିବା ଦେଶରେ ସର୍ବାଧିକ ଧନୀ 1% ଧନୀ ଅରବପତି ଓ ମୋଟ ସମ୍ପତ୍ତି 70%, ଅର୍ଥାତ୍ 93 କୋଟି ଭାରତୀୟ ମୋଟ ସମ୍ପତ୍ତିରୁ 4 ଗୁଣାରୁ ଅଧିକ ଅଟେ ବୋଲି ଆମେ କହିପାରିବା। ମାତ୍ର 63 ଜଣ ମହାବିତ୍ତଶାଳୀ ଅରବପତିଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ଦେଶର ବଜେଟ୍ 2018-19 ମୂଲ୍ୟଠାରୁ କି ଅଧିକ ବୋଲିକି କୁହାଯାଉଛି। ତାଙ୍କଠାରୁ 2018 ଏବଂ 19ରେ ଯେଉଁ ବଜେଟ୍ ଦିଆହେଇଥିଲା ସେଇ ବଜେଟ୍ ଠାରୁ ମଧ୍ୟ ତାଙ୍କର ସମ୍ପତ୍ତି ଅତ୍ୟଧିକ। 2020 ମସିହାରେ ଅରବପତିଙ୍କର ସଂଖ୍ୟା
2 ଥିବା ବେଲେ 2021 ମସିହାରେ ତାହା 142ରେ ପହଞ୍ଚିଥିଲା। ଯଦି ଦେଖିବା 2020 ମସିହାରେ ଅରବପତିଙ୍କର ସଂଖ୍ୟା ଯଦି 102 ଥିଲା ବୋଲି ଆମେ କହିପାରିବା, ବର୍ତ୍ତମାନ କ'ଣ 2021 ମସିହାରେ ତାହା 142ରେ ପହଞ୍ଚିଛି। ଏହି କାଲର ଦେଶରେ ନିମ୍ନ 50% ଲୋକଙ୍କ ପାଖରେ ଜାତୀୟ ସମ୍ପତ୍ତିର ମାତ୍ର 6% ଅଂଶ ରହିଥିଲା, ଯାହା 2022ରେ 13.13 ରହିଛି। ଯଦି ଆମେ ଦେଖିବା କ'ଣ ଜାତୀୟ ସମ୍ପତ୍ତି, ଯଦି ଏହି କାଲରେ ଯଦି ଦେଶର ନିମ୍ନ ଲୋକଙ୍କର ପାଖରେ 50% ଯଦି ଲୋକଙ୍କର ପାଖରେ ଜାତୀୟ ସମ୍ପତ୍ତି ମାତ୍ର 6% ଅଂଶ ରହିଥିଲା, ଯାହାକି 2022ରେ କରାଯାଇଅଛି 13.13% ରହିଅଛି। ଦେଶରେ ଏକ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ଟେକ୍ନୋଲୋଜି କମ୍ପାନୀର ମୁଖ୍ୟ ସିଇଓଙ୍କର ପ୍ରତି ସେକେଣ୍ଡକୁ ଆୟ ହେଉଛି 106 ଟଙ୍କା ଏବଂ ତାଙ୍କ 10 ମିନିଟ୍ ଆୟ ଜଣେ ଘରୋଇ ମହିଳା ସହାୟକଙ୍କର ବାର୍ଷିକ ଆୟ ସହ ସମାନ। ଯଦି ଆମେ ଦେଖିବା ଯାହା 2022ରେ ଏବଂ 2022ରୁ 13.13 ହୋଇଛି। ଦେଶରେ ଏକ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ବା ଟେକ୍ନୋଲୋଜି କମ୍ପାନୀର ମୁଖ୍ୟ ସିଇଓଙ୍କର ପ୍ରତି ସେକେଣ୍ଡକୁ ଆୟ ହେଉଛି ପ୍ରତି ସେକେଣ୍ଡ ଯଦି କହିବା 106 ଟଙ୍କା ପ୍ରତି ସେକେଣ୍ଡରେ ସିଏ ରୋଜଗାର କରନ୍ତି ଏବଂ ତାଙ୍କ 10 ମିନିଟ୍ର ଆୟ ଜଣେ ଘରୋଇ ମହିଳା ସହାୟକଙ୍କ ବିଷୟରେ ଆୟ ସହ ସମାନ। ଯଦି ଦେଖିବା ଆମେ ଜଣେ ଘରୋଇ ଲୋକ ତାଙ୍କର 10 ମିନିଟ୍ର କ'ଣ ରୋଜଗାର ସହିତ ସମାନ ମଧ୍ୟ ତୁଳନା ଆମେ ମଧ୍ୟ କରିପାରିବା ନାହିଁ, ସମାନ ମଧ୍ୟ କହିପାରିବା ନାହିଁ। ସର୍ବାଧିକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ମହିଳା ଓ ଝିଅମାନେ। ନିହାତି ଭାବରେ ଦେଖିବା ସମାଜରେ ଅତ୍ୟଧିକ ଶିକାର ହେଉଛନ୍ତି ମହିଳା ଏବଂ ଝିଅମାନେ। ଏହି ଅର୍ଥନୈତିକ ଅସମାନତାର ତାରତମ୍ୟ ଧନୀ ଓ ନିର୍ଧନୀଙ୍କ ମଧ୍ୟରେ ପାର୍ଥକ୍ୟ କ୍ରମଶଃ ବୃଦ୍ଧି କରିଚାଲିଅଛି, ଯାହା ଦେଶ ପାଇଁ କ୍ଷତିକାରକ। ଯଦି ଦେଖିବା ଏହିପରି ପାର୍ଥକ୍ୟ ମହିଳା ବା ଝିଅମାନଙ୍କର ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି, ଏହି ପାର୍ଥକ୍ୟ ଦେଶ ପାଇଁ କ୍ଷତିକାରକ ବୋଲି ଆମେ ମନେ କରିବା, ନିହାତି ଭାବରେ କହିପାରିବା। ଏହାଦ୍ୱାରା ଦରିଦ୍ର ଦୂରୀକରଣ ଗତି ଧୀର ହୋଇଯିବ ଏବଂ ତାହା ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସାଧାରଣ ଜୀବନଚର୍ଯ୍ୟାକୁ ଗୁରୁତ୍ୱ ପ୍ରଭାବ କରିବ। ଯଦି ଦେଖିବା ଏହି ଅର୍ଥନୈତିକ ତାରତମ୍ୟ ଧନୀ ଆଉ ଗରିବ ଲୋକମାନଙ୍କର ଯଦି ପାର୍ଥକ୍ୟ କ୍ରମଶଃ ବୃଦ୍ଧି ଲାଗିବାରେ ଚାଲିଛି, ଦେଶ ଝିଅମାନଙ୍କର ପ୍ରତି ବା ମହିଳାମାନଙ୍କର ପ୍ରତି ନିହାତି ଭାବରେ ରୋଜଗାରର ଅନଏମ୍ପ୍ଲୟମେଣ୍ଟ ଦୂରୀକରଣ କରିପାରି ନାହିଁ। ଏହି ଅର୍ଥନୈତିକ ଅସମାନତା ତାରତମ୍ୟ ଧନୀ ଲୋକଙ୍କର ମଧ୍ୟରେ ନିହାତି ଭାବରେ ପାର୍ଥକ୍ୟ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟ, ଯାହାଦ୍ୱାରା ଦରିଦ୍ର ଦୂରୀକରଣ ଗତି ଧୀର ହୋଇ ଏବଂ ଏହା ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଜୀବନ ଧାରଣର ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ବା ଗୁରୁତ୍ୱ ପ୍ରଭାବ ପକାଇବ। ଏବେ ଏସବୁ ସରକାରଙ୍କର ଅର୍ଥନୈତିକ ନୀତି ଚୟନର ପରିମାଣ ଯଦି କହିବା, ଏସବୁ କ'ଣ ସରକାରଙ୍କର ନୀତି ଚୟନର ପରିମାଣ ବୋଲି ଆମେ କହିପାରିବା। ଏପରି ଅସମାନତାକୁ ଦୂର କରିବା ନିମନ୍ତେ କେତେକ ବଳିଷ୍ଠ ପଦକ୍ଷେପ ନେବାକୁ ହେବ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ କେତୋଟି ହେଲା ବଜାର ମୌଳିକବାଦ ପ୍ରତ୍ୟାଖ୍ୟାନ। ଯଦି ଆମେ କହିବା ରିଜେକ୍ସନ୍ ଅଫ୍ ମାର୍କେଟ ଫଣ୍ଡାମେଣ୍ଟାଲିଜିମକୁ ନିହାତି ଭାବରେ ଆପଣେଇବାକୁ ପଡ଼ିବ। ଶକ୍ତିଶାଳୀ ଉଚ୍ଚବର୍ଗଙ୍କର ପାୱାରଫୁଲ୍ ଇଲିଟ୍ସ ବା ସ୍ୱତନ୍ତ୍ରତା ସୁବିଧା ବିରୋଧ କରିବାକୁ ପଡ଼ିବ। ଯଦି 3 ନମ୍ବର ଆମେ ଦେଖିବା ସମାନତା ବୃଦ୍ଧିରେ ସହାୟକ ବ୍ୟବସ୍ଥା ଓ ନୀତିଗୁଡ଼ିକର ପରିବର୍ତ୍ତନ ଇତ୍ୟାଦି ହେଲେ ଯାଇ ଆମେ ଏସବୁକୁ ସମାନତା କରିପାରିବା। ବିଶେଷ କରି କର କାର୍ଯ୍ୟ, ଟ୍ୟାକ୍ସେସନ୍ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା ଆଦି ସାମାଜିକ ବ୍ୟୟ ସୋସିଆଲ ସ୍ପେଣ୍ଡିଂ କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ ଅଟେ। ଯଦି ଆମେ ଦେଖିବା ସମାଜରେ ଧନୀ ଏବଂ ଗରିବମାନଙ୍କର ଇକ୍ୱାଲିଟି ଯଦି ମେଣ୍ଟେନ୍ କରିବାକୁ ଗଲେ ନିହାତି ଭାବରେ ବଜାରରେ ମୌଳିକତା ଦରକୁ ପ୍ରତ୍ୟାଖ୍ୟାନ କରିବା, ଶକ୍ତିଶାଳୀ ଉଚ୍ଚବର୍ଗଙ୍କର ସ୍ୱତନ୍ତ୍ର ସୁବିଧା ବିରୋଧ କରିବା, ନିହାତି ଭାବରେ ଯେଉଁ ସ୍ପେଶିଆଲ ଧନୀ ଲୋକମାନଙ୍କ ପାଇଁ ଗୋଟେ ଅଲଗା ସୁବିଧା ଦିଆଯାଉଛି ସେସବୁ ଜିନିଷକୁ ରୋକିବା ନିହାତି ଦରକାର। ଅସମାନତା ବୃଦ୍ଧିରେ ସହାୟକ ବ୍ୟବସ୍ଥା ଓ ନୀତିଗୁଡ଼ିକ ପରିବର୍ତ୍ତନ
କରିବା, ଯେଉଁ ଆମର ପଲିସି ପ୍ରୋସେସ୍ ଅଛି ସେସବୁକୁ ମଧ୍ୟ ଟିକେ ଚେଞ୍ଜ କରିବାକୁ ପଡ଼ିବ। ଏବଂ ବିଶେଷ କରି ଟ୍ୟାକ୍ସ ଯେଉଁ କରାଯାଉଛି, ସମସ୍ତ ପ୍ରକାର ଟ୍ୟାକ୍ସ ଏବେ ଯେଉଁ ଟ୍ୟାକ୍ସ କରାଯାଇଅଛି, ଶିକ୍ଷାରେ ଟ୍ୟାକ୍ସ, ସ୍ୱାସ୍ଥ୍ୟରେ ଟ୍ୟାକ୍ସ, କୌଣସି ପ୍ରକାର କାର୍ଯ୍ୟରେ ଟ୍ୟାକ୍ସ ନିଆଯାଉଛି, ସେସବୁକୁ ନିରାପତ୍ତା ବା ଆଦି ସମାଜ ବ୍ୟୟ କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ ନିହାତି ଭାବରେ ଅଟେ। ତାପରେ ଯାଇକରି ଆମେ କ'ଣ କହିପାରିବା, ଏକ ମାନେ ଇକୋନୋମିକ୍ ଇନିକ୍ୱାଲିଟିକୁ ମେଣ୍ଟେନ୍ କରିପାରିବା ବା ରାଜନୈତିକ ଅସମାନତା ଆମଠାରୁ ଦୂରୀକରଣ ହୋଇପାରିବ।